ଆଜି ଆମେ କେଜରିୱାଲ ସେକ୍ସନର ଫାଟକ ସମ୍ମୁଖରେ ବଇଛୁ। ଟାଟା ପାୱାର ଏଗନେଷ୍ଟ ଆମେ ଧାରଣା ଦେଇଛୁ, କାହିଁକି ନା ଆମ ବିଏ କର୍ମଚାରୀ ମାନଙ୍କୁ ସେ ଛଟେଇ କରୁଛନ୍ତି ବିନା ଦୋଷରେ। ସେମାନଙ୍କ ପରିଶ୍ରମ ବଳରେ ଆମେ ଲୋକମାନଙ୍କୁ ସେବା ଯୋଗାଇ ଦେଇଛୁ, କିନ୍ତୁ ପିଲାମାନଙ୍କର କୌଣସି ଭୁଲ ନଥାଇ ତାଙ୍କୁ ଛଟେଇ କରୁଛନ୍ତି। ତେଣୁକରି ଆମେ ଏକୁ ଘୋର ନିନ୍ଦା କରୁଛୁ ଏବଂ ଟାଟା ପାୱାରକୁ ଆମେ ନିବେଦନ କରୁଛୁ ସେ ଆମର ଏଇ ଯୋଉ ଛଟେଇ ଦାବିଟାକୁ ପ୍ରତ୍ୟାହାର କରୁ, ନାହିଁ ତ ଆମେ ରାଜରାସ୍ତାରେ ଆହୁରି ପ୍ରତିବାଦ କରିବୁ ଏବଂ ବେଳ ପଇଲେ ଆହୁରି ତୀବ୍ରତର କରିବୁ। ଆଜିର ଏଇ ଯୋଉ ଆନ୍ଦୋଳନ ଚାଲିଛି ଇଏ ହେଉଛି ଟାଟା ପାୱାର ବିପକ୍ଷରେ ଆନ୍ଦୋଳନ ଚାଲିଛି। 2021 ମସିହାରେ ଯେତେବେଳେ ଟାଟା ପାୱାର ଆସିକିରି ଆମର ନେସ୍କୋକୁ ଅଧିଗ୍ରହଣ କଲା, ସେତେବେଳେ ବିଏ କର୍ମଚାରୀ ମାନଙ୍କୁ ସେ ନିଯୁକ୍ତି କରିଥିଲା। ଯୋଉ ବିଏ କର୍ମଚାରୀ ମାନଙ୍କୁ ସେ ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଲଗେଇଥିଲା, ସେମାନଙ୍କର ଦକ୍ଷତା ଏବଂ ସୁଫଳ କାର୍ଯ୍ୟ ଯୋଗୁଁ ଆଜି ଟାଟା ପାୱାର ଅଗ୍ରଗତି ଶୀର୍ଷରେ ପହଞ୍ଚିଛି। ଯୋଉ ଏଟିଏନସି ଲସ୍ ଆସି ଟାଟା ପହଞ୍ଚିଲା ସମୟରେ ଯୋଉ ଏଟିଏନସି ଲସ୍ 25% ଉର୍ଦ୍ଧ୍ୱରେ ଥିଲା, ଆଜି ତାକୁ ସିଙ୍ଗଲ ଡିଜିଟରେ ଆଣି ପହଞ୍ଚାଇ ପାରିଛନ୍ତି ଏଇ ୱାର୍କର୍ସ ମାନଙ୍କର ପରିଶ୍ରମ ବଳରେ। କିନ୍ତୁ ଏଇ 2026 ମସିହାରେ ହଠାତ୍ କୌଣସି କାରଣ ନଥାଇ ସେ ଆମର ଏଇ ବିଏ କର୍ମଚାରୀ ମାନଙ୍କୁ ଛଟେଇ କରିବା ପାଇଁ ନିଷ୍ପତ୍ତି ନେଇଅଛି। ଯୋଉ ନିଷ୍ପତ୍ତି କି ଆମ ସଂଘ ତରଫରୁ ଆମେ ଘୋର ନିନ୍ଦା କରୁଛୁ। ଆଗାମୀ ଦିନରେ ମ୍ୟାନେଜମେଣ୍ଟ ଯଦି ଏଇ ନିଷ୍ପତ୍ତି କି ପ୍ରତ୍ୟାହାର ନ କରେ, ଆମେମାନେ ଏଇ ଆନ୍ଦୋଳନକୁ ତୀବ୍ରତର କରିବୁ। ଆଜି ଯୋଉ ଆନ୍ଦୋଳନଟି ହେଉଛି ପ୍ରତ୍ୟେକ ସେକ୍ସନ ସାମ୍ନାରେ କରାଯାଉଛି। ପ୍ରତ୍ୟେକ ସେକ୍ସନ ଆମର ଯେତେ ଟିପିଏନଏଡବ୍ଲ୍ୟୁ ଯେତିକ ସେକ୍ସନ ଅଛି ସବୁ ସେକ୍ସନ ସାମ୍ନାରେ କରାଯାଉଛି। କାଲି ଆମର ସବୁ ସବ୍ ଡିଭିଜନ ସ୍ତରରେ ହେଇଥିଲା, ତା ପୂର୍ବରୁ ଆମର ଡିଭିଜନ ସ୍ତରରେ ହେଇଥିଲା ଏବଂ 20 ତାରିଖକୁ ଆମେ ଆମର ଯୋଉ ଜୋନାଲ ଅଫିସ ଅଛି ଜାନୁଜଙ୍ଗ ବାଲେଶ୍ୱରରେ ତାକୁ ମଧ୍ୟ ଘେରାଉ କରିବାର ପ୍ରୋଗ୍ରାମ ରଖାଯାଇଛି।